ଯାଉଛନ୍ତି କଣ କରିବାକୁ? ଆମେ ଯାଉଛୁ ଜୟଦେବଙ୍କର ଯୋଉ ଯୋଉ ବାଟ ଦେଇ ଗୀତ ଗୋବିନ୍ଦ ରଚନା କରିଥିଲେ ଆମେ ସେଇ ବାଟ ଦେଇ ପୁରୀ ଜଗନ୍ନାଥ ଧାମକୁ ଯାଉ। ଓ ପୁରୀ ଜଗନ୍ନାଥ ଧାମକୁ ଯିବ। ଜୟଦେବ ଯୋଉ ବାଟ ଦେଇକି ଯାଇଥିଲେ ଆଜ୍ଞା ସେଇ ବାଟ ଦେଇକି ତୁମେ ଯାଇକିରି ଜୟଦେବଙ୍କର ଗୀତ ଗୋବିନ୍ଦ ଯୋଉ ତାକୁ ଗାନ କରିକା ଯିବ। ପ୍ରଥମେ ଏଠୁ କୋଉଠି ଯିବ? ଆମେ ଏଠାରୁ ବର୍ତ୍ତମାନ ବାଳକାଟି ମଦନ ମୋହନ ମନ୍ଦିର ଯିବୁ। ମଦନ ମୋହନ ମନ୍ଦିର। ଆଉ କୋଉଠୁ ଆସିଛ ତମେ? ଆମେ ଆସିଛୁ ଖୋର୍ଦ୍ଧା ବୋଲଗଡ଼ ବ୍ଲକ। ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତ। କୋଉଟା? ଅସରଳା ପଞ୍ଚାୟତ ବୋଲଗଡ଼ ବ୍ଲକ। ଦେଖନ୍ତୁ ଆଜ୍ଞା, ଏମାନେ ଗୀତ ଗୋବିନ୍ଦର ଯୋଉ କରିକା ଯିବେ ପୁରୀ ପର୍ଯ୍ୟନ୍ତ। ବିଭିନ୍ନ ଆଡେ ଗୀତ ଗୋବିନ୍ଦ ଗୀତ ଗାଇକିରି ବା ଭଜନ ବୋଲିକିରି ଏହା ତ ବୋଲିକି ସେମାନେ କୀର୍ତ୍ତନ ସହିତ ଯିବେ। ଗୋଟେ ଛୋଟିଆ କୀର୍ତ୍ତନଟି ହବ, ଆପଣମାନେ ଟିକେ ଦେଖନ୍ତୁ କେମିତି ଲାଗୁଛି ମତେ ନିଶ୍ଚୟ କହିବେ। କିନ୍ତୁ ଗୋଟେ ଜିନିଷ ହଉଛି, ଏଇ ଯୋଉ ଜିନିଷଟା ହଉଛି ଏଇଟା ପ୍ରକୃତରେ ଓଡ଼ିଶାର ଲୋକମାନେ ଭୁଲିଗଲେଣି। ଆକୁ ଯୋଉ ଲୋକମାନେ ଭୁଲିଗଲେଣି, ଏଇଟା ମନେ ରଖିବା ଉଚିତ ଯେ ଆମେ ଏଇ ସବୁ ଜିନିଷ ଯୋଉଗୁଡ଼ା ପୁରୁଣା ପ୍ରଥା ଆମର ରହିଛି, ସଂସ୍କୃତି ରହିଛି, ପରମ୍ପରା ରହିଛି, ଆମେ ବଜାୟ ରଖିବାଟା ଉଚିତ। ମୁଁ ବାଟରେ ଯାଉଥିଲି, ଏମାନଙ୍କୁ ଦେଖିକିରି ଅଟକିଗଲି। କାହିଁକି ଅଟକିଗଲି ନା ଏମାନଙ୍କୁ ଦେଖି ମତେ ଏତେ ଖୁସି ଲାଗିଲା, ଆପଣମାନେ ବିଶ୍ୱାସ କରିବେନି। ଦେଖନ୍ତୁ କେତେ ବଢିଆ ବେଶ ହେଇକିରି କୀର୍ତ୍ତନ ଧରିକିରି ସେମାନେ କୀର୍ତ୍ତନ କରୁଛନ୍ତି। ମୁଁ ଆପଣମାନଙ୍କୁ ଗୋଟେ ଶୁଣଉଛି। ଦେଖିଲେ ତ ଆଜ୍ଞା, ଆପଣ ମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଏଗୁଡାକ ହଉଛି ଆମ ସଂସ୍କୃତି ବା ଓଡ଼ିଶାର ସଂସ୍କୃତି ଆଉ ପରମ୍ପରା। ଯାହା ହଉ ଏମାନେ ବଜାୟ ରଖିଛନ୍ତି, ଏମାନଙ୍କୁ ଧନ୍ୟବାଦ ଦବା କଥା। ଏମାନଙ୍କୁ ମଧ୍ୟ ଆହୁରି ଉତ୍ସାହ ଦେବା କଥା। ସେମାନେ ଆହୁରି ଭଲ ପ୍ରତ୍ୟେକ ଜାଗାରେ ଦେଖନ୍ତୁ, ଅଷ୍ଟପ୍ରହରୀ ଦେଖନ୍ତୁ, ସଂକୀର୍ତ୍ତନ ଦେଖନ୍ତୁ, ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ। ତୁମରି ଜେଜେ।